ରୁବି ରାଗରେ କହିବେ, ବୁଢ଼ୀ ରାକ୍ଷାସୀ ପ୍ରଥମେ ତ ମୋ ଭଉଣୀକୁ ମୋ ବିରୋଧୀ କରେଇ ଦେଲା, ଆଉ ଏବେ ମୋ ଝିଅକୁ ବି ମୋ ପାଖରୁ ଛଡ଼େଇ ନେଇ ସାରିଲାଣି। ଇଚ୍ଛା ତ ହେଉଛି ଜେଲ୍ ଗଲେ ଯାଆନ୍ତି ପଛେ ତା ତଣ୍ଟି ଚିପି ତାକୁ ମାରି ଦିଅନ୍ତି। ଏମିତି କହି ରୁବି ତକିଆକୁ ଧରି ବହୁତ ଜୋରରେ ଚିତ୍କାର କରୁଥିବେ। ତାପରେ ରିମଝିମ୍ ଆସି ରୁବିକୁ ଦେଖି ଡରରେ ଚାଲି ଯାଉଥିବେ। ତାପରେ ରୁବି ରିମଝିମ୍କୁ କହିବେ, ଏ ରହ ଏଇଠି କିଆ, ତୁ ମୋତେ ଏମିତି ଡରିକି ଚାହିଁଛୁ କ'ଣ? ମୁଁ ତତେ ଖାଇଯିବି? ତାପରେ ରିମଝିମ୍ କହିବେ, ନାଇଁ ମାନେ ଆପଣ ଏତେ ଜୋରରେ ଚିତ୍କାର କରୁଥିଲେ ତ ମୁଁ ଭାବିଲି। ତାପରେ ରୁବି କହିବେ, ଆରେ ଚିଲେଇବିନି ତ ଆଉ କ'ଣ କରିବି କହ? ସେ ବୁଢ଼ୀ ମୋ ଝିଅକୁ ତା କଣ୍ଟ୍ରୋଲକୁ ନେଇ ସାରିଲାଣି। କିନ୍ତୁ ତୁ ଏନ୍ଜିଓ ଛାଡ଼ି ଏଠିକି କାହିଁକି ଆସିଛୁ? ତାପରେ ରିମଝିମ୍ କହିବେ, ଗୋଟେ ଲୋକ ଆସିଥିଲା, ସିଏ ଆପଣଙ୍କୁ ଏଇ ବକ୍ସ କହିଦେଇକି ଯାଇଛି ଦବା ପାଇଁ। ତାପରେ ରୁବି କହିବେ, ଦେ, ଏମିତି କହି ବକ୍ସ ଆଣିବେ। ଆଉ କହିବେ, ହେ ଭଗବାନ, ସେ ବୁଢ଼ୀ ମୋ ମୁଣ୍ଡ ଉପରେ ଏମିତି ନାଚୁଥିଲା ଯେ ମୁଁ ୟା କଥା ପୁରାପୁରି ଭୁଲି ଯାଇଥିଲି। ଏମିତି କହି ରୁବି ବକ୍ସ ଖୋଲିବେ ଆଉ ସେଥିରୁ ବାହାର କରିବେ କଙ୍କଡ଼ା ବିଛା ଆଉ ରିମଝିମ୍କୁ ଡରାଇବେ ଆଉ କହିବେ, ତୁ ଦେଖିକି ୟାକୁ ଏତେ ଡରିଗଲୁ ମାନେ ଭାବ, କଙ୍କଡ଼ା ବିଛା ଯାହାକୁ କାମୁଡ଼ିବ ତା ଅବସ୍ଥାଟା କ'ଣ ହବ? ବହୁତ ଦାଦାଗିରି ଦେଖାଉଛି ନା ସେ ବୁଢ଼ୀ। ଆଜି ରାତିରେ ଶୋଇଲା ବେଳେ ମୁଁ ତା କାମ ତମାମ କରିଦେବି। ତାପରେ ରିମଝିମ୍ କହିବେ, ତାମାନେ ଦାଦିମାଙ୍କୁ ଆପଣ? ତାପରେ ରୁବି କହିବେ, ନାଇଁ, ପାଗଳ ନା କ'ଣ ତୁ? ବୁଢ଼ୀ ମରିବନି। କିନ୍ତୁ ୟା ଚୋଟ ଖାଇଲା ପରେ ଅନ୍ତତଃ ମାସେ ପର୍ଯ୍ୟନ୍ତ ବୁଢ଼ୀ ବେଡ୍ରେ ଶୋଇଥିବ। ତାପରେ ତା ଭିତରେ ପୂଜା ଶେଷ ହୋଇଯାଇଥିବ ଆଉ ବୁଢ଼ୀର ଏ ଘରୁ ଯିବା ସମୟ ବି ଶେଷ ହୋଇଯାଇଥିବ। ଆଜି ମୁଁ ଗୋଟାଏ ଦିନରେ ଦିଟା ଶିକାର କରିବି। ଗୋଟାଏ ସେ ବୁଢ଼ୀର ଆଉ ଗୋଟାଏ ସେ ପଲ୍ଲବୀର। ତୁ ଆଉ ଠିଆ ହେଇକି ରହିଲୁ କାହିଁକି? ତୋ କାମ ସରିଗଲା, ତୁ ଯା। ଏବେ ମୁଁ ମୋ କାମ ଆରମ୍ଭ କରିବି। ତାପରେ ରିମଝିମ୍ ଚାଲିଯିବେ। ତାପରେ ପୋଲିସ ଷ୍ଟେସନରେ ସଞ୍ଜୀବ ନକ୍ସା ଦେଖାଉଥିବେ ଆଉ କହିବେ, ଇଏ ହେଉଛି ସେ ଜାଗା ଯୋଉଠୁ କତ୍ରା ଫେରାର ହେଇଯାଇଛି। ସେ ଏଇଠୁ ବାହାରି ଏଇ ଗଳିରେ ପଶିଛି। ଏ ପର୍ଯ୍ୟନ୍ତ ଆମେ ତାକୁ ପଛେ ଫଲୋ କରିଥିଲୁ, କିନ୍ତୁ ହଠାତ୍ ସେ କୁଆଡ଼େ ଗାୟବ ହେଇଗଲା। ତାର ଠିକ୍ 15 ମିନିଟ୍ ପରେ କତ୍ରା ଏ ଯୋଉ ହାଇୱେ ଯାଇଛି, ହାଇୱେର ଏଇ ଏରିଆରେ ଗୋଟେ ପେଟ୍ରୋଲ ପମ୍ପରେ ସେ ବାଇକ୍ରେ ସେ ପେଟ୍ରୋଲ ପକେଇଛି। ଆଉ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜରୁ ଏ କଥା କନଫର୍ମ ହେଇଛି। ଏଇ ହାଇୱେ କଲକାତା ଆଡ଼କୁ ଯାଇଛି। ସୋ ମୋତେ ଲାଗୁଛି ସେ ନିଶ୍ଚୟ ସେଇ ଦିଗରେ ଥିବ। ଏମିତି କହି ସଞ୍ଜୀବ ପଲ୍ଲବୀକୁ କହିବେ, ପଲ୍ଲବୀ ଅଙ୍କଲ, ଆପଣଙ୍କୁ ଏକ୍ଜାକ୍ଟଲି ଏଇ ଏରିଆରେ ଛାନବିନ୍ କରିବାକୁ ପଡ଼ିବ। ମୁଁ ସେଠିକାର ସବୁ ପୋଲିସ ଷ୍ଟେସନକୁ ଫୋନ୍ କରି ଜଣେଇ ସାରିଛି। ହାଇୱେ ପାଖରେ ଯୋଉଠି ସିସିଟିଭି ଲାଗିଛି ସେ ସବୁ ଜାଗାର ଫୁଟେଜ ମୋତେ ପଠେଇ ଚାଲିବେ। ତାହେଲେ ଯାଇ କତ୍ରା ଏକ୍ଜାକ୍ଟଲି କୋଉ ଜାଗାରେ ଯାଇଛି ଆମକୁ କ୍ଲିୟରଲି ଜଣାପଡ଼ିବ। ସୋ ଏସବୁ ଫୁଟେଜକୁ କଲେକ୍ସନ୍ କରି କତ୍ରାର ମୁଭମେଣ୍ଟକୁ ମୁଁ କନଫର୍ମ କରିବା ପାଇଁ ମୋତେ ଏଇଠି ପୋଲିସ ଷ୍ଟେସନରେ ରହିବାକୁ ପଡ଼ିବ। ତେଣୁ ପଲ୍ଲବୀ, ତମେ ଆଉ ଚିତ୍ତ ଅଙ୍କଲ 2 ଜଣ ଯାଇ ସେ ଏରିଆକୁ ଯାଅ। ମୁଁ ସିଓର ଆଜି ଯଦି ଆମେ ଚେଷ୍ଟା କରିବା ତାହେଲେ କତ୍ରା ଆମ ହାତରୁ କେବେ ବି ଖସିଯାଇ ପାରିବନି। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି ସାର୍, ମୁଁ ଚିତ୍ତ ଅଙ୍କଲକୁ ନେଇକିରି ସେଠିକି ଚାଲି ଯାଉଛି। କିନ୍ତୁ ୟା ପୂର୍ବରୁ ମୁଁ ଗୋଟେ ଥର ଆଦର୍ଶକୁ କଲ୍ କରିକି ଏ ବିଷୟରେ ଜଣେଇ ଦଉଛି, କାହିଁକି ନା ସେଠୁ ଫେରିଲା ବେଳକୁ ଲେଟ୍ ନାଇଟ୍ ହେଇଯିବ। ତାପରେ ସଞ୍ଜୀବ କହିବେ, ଠିକ୍ ଅଛି। ତାପରେ ପଲ୍ଲବୀ ଆଦର୍ଶକୁ ଫୋନ୍ କରିବେ। ତାପରେ ଆଦର୍ଶ କଲ୍ ରିସିଭ୍ କରିବେ ଆଉ କହିବେ, ହଁ ପଲ୍ଲବୀ କୁହ, ସେଠିକାର ଖବର କ'ଣ, ସବୁ ଭଲ ତ? ତାପରେ ପଲ୍ଲବୀ କହିବେ, ନାଇଁ ଆଦର୍ଶ, କତ୍ରା ଆମ ହାତରୁ ଖସିଯାଇଛି ଆଉ ତାକୁ ଧରିବା ପାଇଁ ଆମକୁ କୋଲକାତା ବର୍ଡର ଯାଇ ଯିବାକୁ ପଡ଼ିବ। ମୋ ସାଙ୍ଗରେ ଚିତ୍ତ ଅଙ୍କଲ ଅଛନ୍ତି। ଆଚ୍ଛା ଶୁଣ, ମୁଁ ସେଠୁ ଫେରିଲା ବେଳକୁ ଲେଟ୍ ନାଇଟ୍ ହେଇଯିବ। ତେଣୁ ତମେ ଟିକେ ଘରର ପରିସ୍ଥିତିକୁ ମ୍ୟାନେଜ୍ କରିବ ପ୍ଲିଜ୍। ଘରେ ଯେମିତି କୌଣସି ଝଗଡ଼ା କି ଅଶାନ୍ତି ନ ହେବା ଦରକାର। ଏଣ୍ଡ ମୋ ଡ୍ୟୁଟି ଯୋଗୁଁ ହେଲ୍ପ ପ୍ଲିଜ୍। ସେ କଥା ତମେ ଟିକେ ଘରେ ବୁଝେଇ ଦେବ। ତାପରେ ଆଦର୍ଶ କହିବେ, ଦେଖ ପଲ୍ଲବୀ, ତମେ ଜମାରୁ ବ୍ୟସ୍ତ ହେବା
ଦରକାର ନାହିଁ। ଆଇ ୱିଲ୍ ମ୍ୟାନେଜ୍। ଓକେ, ଆଇ ଲଭ୍ ୟୁ। ତାପରେ ପଲ୍ଲବୀ କହିବେ ଆଇ ଲଭ୍ ୟୁ ଟୁ। ତାପରେ ସଞ୍ଜୀବ କହିବେ ଆମେ ସବୁ ଶୁଣି ନେଇଛୁ। ତାପରେ ପଲ୍ଲବୀ ଲାଜରେ ଚାଲିଯିବେ। ତାପରେ ହେଡ୍ ଅଫିସରୁ ଫୋନ୍ ଆସିବ। ତାପରେ ସଞ୍ଜୀବ କଥା ହେବେ ଆଉ ରାଗରେ ସେ ନକ୍ସାକୁ ଫୋପାଡ଼ି ଦେବେ। ତାପରେ ପଲ୍ଲବୀ ଆସି କହିବେ କ'ଣ ହେଇଛି ସାର୍? ତାପରେ ସଞ୍ଜୀବ କହିବେ ହେଡ୍ କ୍ୱାର୍ଟରରୁ ଫୋନ୍ ଆସିଥିଲା। ସେଠିକି ସେମାନେ ତମକୁ ଆଉ ମୋତେ 2 ଜଣଙ୍କୁ ଏବେ ହିଁ ଯିବାକୁ ଡାକିଛନ୍ତି। ତାପରେ ପଲ୍ଲବୀ କହିବେ ଏବେ? ତାପରେ ସଞ୍ଜୀବ କହିବେ ହଁ। ତାପରେ ପଲ୍ଲବୀ କହିବେ ତ ପୁଣି କତ୍ରା? ତାପରେ ସଞ୍ଜୀବ କହିବେ କତ୍ରା କଥା ଛାଡ଼। ସେମାନେ ଆମକୁ ପୁଣି ଥରେ ନୂଆ କାମରେ ଲଗେଇବାକୁ ଚାହୁଁଛନ୍ତି। ସେଇଥିପାଇଁ ତ ରାଗ ଲାଗୁଛି। ଏ ପଲିଟିସିଆନ୍ ମାନେ ଠିକ୍ ସେ କାମ ବି କରିବାକୁ ଦେବେନି। ଏବେ କତ୍ରା ଆମ ହାତରୁ ଗଲା। ଚାଲ ଯିବା ସେମାନଙ୍କ ଗୋଲାମୀ କରିବା ପାଇଁ। ଏମିତି କହି ସଞ୍ଜୀବ ଚାଲିଯିବେ। ତାପରେ ରୁବି ରୁମ୍ରେ ଥିବେ ଆଉ ଏମଏଲ୍ଏ କଲ୍ କରିବେ। ତାପରେ ରୁବି କଲ୍ ରିସିଭ୍ କରିବେ ଆଉ କହିବେ ଥ୍ୟାଙ୍କ ୟୁ ଏମଏଲ୍ଏ ସାର୍। ଏତେ କମ୍ ସମୟରେ ଆପଣ 2ଟା ମହାନ କାମ କରି ମୋତେ ଖୁସି କରେଇଦେଲେ। ଏମିତି କହି ରୁବି କଙ୍କଡ଼ା ବିଷକୁ ବାହାର କରିବେ ଆଉ କହିବେ ମୋ ପାଟିରୁ କଥା ସରୁ ସରୁ ଏତେ ସୁନ୍ଦର ଗିଫ୍ଟ ପଠେଇଦେଲେ ମୋ ପାଖକୁ। ତା ସାଙ୍ଗକୁ ପଲ୍ଲବୀ କେମିତି ଡେରି ରାତି ପର୍ଯ୍ୟନ୍ତ ବାହାରେ ରହିବ ତା ବ୍ୟବସ୍ଥା ବି କରିଦେଲେ ଆପଣ। ଆଉ ହଁ, ପଲ୍ଲବୀ ସାଙ୍ଗେ ସାଙ୍ଗେ ଫୁଲ୍ ଟାଇମ୍ ସେ ସଞ୍ଜୀବ କେମିତି ରହିବ ତା ବ୍ୟବସ୍ଥା କରିବା ପାଇଁ ଆପଣ ଭୁଲି ଯାଇନାହାନ୍ତି ତ? ଓକେ ଓକେ, ମୁଁ ଆପଣଙ୍କ ଏ ଋଣ ସୁଝି ପାରିବିନି ଏମଏଲ୍ଏ ସାର୍। ଥରେ ଖାଲି ସେ ପଲ୍ଲବୀକୁ ମୁଁ ଭିତରୁ ଭାଙ୍ଗି ଦିଏ। ତାପରେ ତା ଉପରେ ପ୍ରତିଶୋଧ ନେବା ପାଇଁ ଆପଣଙ୍କୁ ବି ସୁଯୋଗ ମିଳିଯିବ। ଠିକ୍ ଅଛି, ଆପଣ ଆରାମରେ ରେଷ୍ଟ ନିଅନ୍ତୁ, ମୁଁ ରଖୁଛି। ଏମିତି କହି ରୁବି କଲ୍ କାଟିଦେବେ। ତୁ ମୋତେ ବେଡ୍ରେ ଶୋଇ ଦଉନି ନା ବୁଢ଼ୀ? ତ ଦେଖ, ଆଜି ରାତିରେ ମୁଁ ତୋ କାମ ତମାମ କରିଦଉଛି। ପୁରା ମାସେ ପର୍ଯ୍ୟନ୍ତ ତୁ ଏ ବେଡ୍ରୁ ଉଠିବୁନି ବୁଢ଼ୀ। ତାପରେ ନୀଲମାସି କହିବେ ମୁଁ ତୁମକୁ ଏସବୁ କରିବାକୁ ଦେବିନି ମାମା। ମୁଁ ତୁମକୁ ଦାଦିମାଙ୍କର କିଛି ବି କ୍ଷତି କରିବାକୁ ଦେବିନି ମାମା। କି ସଞ୍ଜୀବ? ନା ନେଇ ପଲ୍ଲବୀଙ୍କୁ ବି ବଦନାମ କରିଦେବା ପାଇଁ ଦେବିନି। ମୁଁ ତମର ସବୁ କଥା ଶୁଣି ସାରିଛି ମାମା। ମୁଁ ତମର ଏ ହୀନ ଉଦ୍ଦେଶ୍ୟକୁ କେବେ ବି ପୂରା କରିବାକୁ ଦେବିନି। ତାପରେ ରୁବି କହିବେ ଆଚ୍ଛା, ମୋ ଝିଅ ହେଇ ଯେଉଁମାନେ ମୋ ଶତ୍ରୁ ତୁ ସେମାନଙ୍କର ସାଇଟ୍ ନେଇ କହୁଛୁ? ତାପରେ ନୀଲମ କହିବେ ହଁ, କାହିଁକି ନା ମା ହେଇ ମଧ୍ୟ ତମେ ମୋ ମଙ୍ଗଳ ପାଇଁ ଆଜି ପର୍ଯ୍ୟନ୍ତ କିଛି ବି କରିନ। କିନ୍ତୁ ସେମାନେ ମୋ ପର ହେଇକି ବି ମୋ ସହିତ ବହୁତ ଭଲ ବ୍ୟବହାର କରୁଛନ୍ତି। ମୋ ପାଇଁ ବହୁତ ଭଲ ଚିନ୍ତା କରୁଛନ୍ତି ସେମାନେ। ତାପରେ ରୁବି କହିବେ ନୀଲମ। ପୁଣି ନୀଲମ କହିବେ ଦାଦିମା ଓ ପଲ୍ଲବୀ ଏ 2 ଜଣ ଯାକ ବହୁତ ଭଲ ମାମା। ତମେ ଏ କଥା ବୁଝୁନ କାହିଁକି? ତାପରେ ରୁବି ନୀଲମକୁ ଗୋଟେ ଚାପୁଡ଼ା ଦେବେ। ତାପରେ ନୀଲମ କହିବେ ତମେ ମୋ ଉପରକୁ ପୁଣି ହାତ ଉଠେଇଲ ମାମା। ଠିକ୍ ଅଛି, ତମେ ଏବେ ଯାହା ଯାହା କରିବା ପାଇଁ ପ୍ଲାନ୍ କରୁଛ ସେ ସବୁ କଥା ମୁଁ ସମସ୍ତଙ୍କ ଆଗରେ କହିଦେବି।